କର୍କଟ ସଂକ୍ରାନ୍ତି ଓ ମିଥୁନ ରାଶିର ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟ ନାରାୟଣ ଆଗାମୀ 2024 ଜୁଲାଇ ମାସ 16 ତାରିଖ ମଙ୍ଗଳବାର ଦିନ ଗୋଚରରେ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ନୈସର୍ଗିକ ରାଶିଚକ୍ରର ପଞ୍ଚମ ଭାବ ସିଂହ ରାଶିର ଅଧିପତି ସୂର୍ଯ୍ୟଦେବ ରାଶିଚକ୍ରର ଚତୁର୍ଥ ଭାବ କର୍କଟ ରାଶିରେ ସଞ୍ଚରଣ ସମଗ୍ର ରାଶିଚକ୍ରକୁ ପ୍ରଭାବିତ କରିବା ସହ ଦ୍ୱାଦଶ ରାଶି ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସକାରାତ୍ମକ ଓ ନକାରାତ୍ମକ ଫଳ ପ୍ରଦାନ କରିବେ। 12 ଗୋଟି ରାଶି ଏହି ମହାଜାଗତିକ ପ୍ରକ୍ରିୟାରେ କ'ଣ ଫଳ ପ୍ରଦାନ କରିବେ ସେହି କ୍ରମରେ ଜାଣିବା ମିଥୁନ ରାଶି ପ୍ରଦାନ କରୁଥିବା ରାଶିଫଳ ବିଷୟରେ। ବୈଦିକ ଜ୍ୟୋତିଷ ଅନୁଯାୟୀ ରବି ଓ ଚନ୍ଦ୍ର ଜାତକର ଆତ୍ମା ଓ ମନର କାରକ ବୋଲି ପରିଗଣିତ ହୋଇଥାନ୍ତି। ଏହି ଦୁଇ ଗ୍ରହ ରବି ଓ ଚନ୍ଦ୍ରଙ୍କର ବଳ ଜାତକ ବା ବ୍ୟକ୍ତିବିଶେଷକୁ ବିଶେଷ ଶୁଭଫଳ ପ୍ରଦାନ କରିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସିଂହ ରାଶି ଅଧିପତି ରବି ଓ କର୍କଟ ରାଶି ଅଧିପତି ଚନ୍ଦ୍ର ଉଭୟଙ୍କର ମିତ୍ର ବା ଅଧିମିତ୍ର। ତା ସହିତ କେତେକ ଜ୍ୟୋତିଷଶାସ୍ତ୍ର ରବିଙ୍କୁ ଗ୍ରହଜଗତର ରାଜା ଓ ଚନ୍ଦ୍ରଙ୍କୁ ଗ୍ରହଜଗତର ରାଣୀ ନାମରେ ମଧ୍ୟ ନାମିତ କରିଥାନ୍ତି। ତେଣୁ ଉଭୟ ଗ୍ରହ ଉଭୟଙ୍କର ପରିପୂରକ ହୋଇଥିବା ବେଳେ ପରସ୍ପର ପ୍ରତି ବଡ଼ ସଦୟ ଭାବ ମଧ୍ୟ ପ୍ରତିପୋଷଣ କରିଥାନ୍ତି। ମିଥୁନ ରାଶିର ଦ୍ୱିତୀୟ ସ୍ଥାନ କର୍କଟ ରାଶିରେ ରବିଙ୍କର 1 ମାସ ପାଇଁ ଅବସ୍ଥାନ ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ମିଥୁନ ରାଶିର ଅଧିପତି ହେଲେ ବୁଧ ମହାଗ୍ରହ। ସୌରମଣ୍ଡଳରେ ବୁଧ ମହାଗ୍ରହ ରବିଙ୍କର ସବୁଠାରୁ ନିକଟତମ ଗ୍ରହ। ଅନ୍ୟ ଗ୍ରହ ତୁଳନାରେ ବୁଧ ରବି ମହାଗ୍ରହଙ୍କୁ ବା ସୂର୍ଯ୍ୟଙ୍କୁ ବହୁତ ଶୀଘ୍ର ପ୍ରଦକ୍ଷିଣ କରିଥାନ୍ତି। ତେଣୁ ଏହି 1 ମାସ ମଧ୍ୟରେ ବୁଧ ମହାଗ୍ରହ ଅକସ୍ମାତ୍ ଭାବରେ ବହୁତ କିଛି ଫଳ ମଧ୍ୟ ଭଲ ହେଉ ବା ମନ୍ଦ ଫଳ ପ୍ରଦାନ କରିବାର ବହୁତ ସମ୍ଭାବନା ଦେଖାଦେଉଛି। ମିଥୁନ ରାଶିର ଦ୍ୱିତୀୟ ଭାବ ବା ବାକ୍ ଭାବରେ ରବିଙ୍କର ଅବସ୍ଥିତି ମିଥୁନ ରାଶି ବ୍ୟକ୍ତିଙ୍କୁ ବାକ୍ପଟୁ କରିବା ସହିତ ତର୍କ ବିତର୍କରେ ସଫଳତା ପ୍ରଦାନ କରିବ। ପରିବାର ଭିତରେ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବାର ବହୁତ ସମ୍ଭାବନା। ଚାକିରି ବୃତ୍ତିରେ କଠିନ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ବେପାର ବାଣିଜ୍ୟ କରୁଥିଲେ ଠିକ୍ ରୂପେ ଧ୍ୟାନ ଦେବା ଉଚିତ। ନୌକର ଚାକର ତଥା ସହଯୋଗୀମାନେ କରଛଡ଼ା ଦେବେ। ତେଣୁ ସେହିସବୁ କ୍ଷେତ୍ରରେ ବାକ୍ ସଂଯମତା ନିହାତି ଜରୁରୀ। ଆର୍ଥିକ ପରିସ୍ଥିତି ବା ଧନଭାବ ତଳ ଉପର ବା ଉପର ତଳ ହେବ। ଗୃହର ସାଜସଜ୍ଜା ତଥା ରକ୍ଷଣାବେକ୍ଷଣରେ ଖର୍ଚ୍ଚ ବଜେଟ୍ ଠାରୁ ବହୁଗୁଣିତ ହୋଇଯିବାର ସମ୍ଭାବନା। ଭ୍ରାତୃବିବାଦ ପ୍ରତି ସାବଧାନ ରହିବେ। ଭାଇ ବା ଭଉଣୀମାନଙ୍କର କଥା ଆପଣଙ୍କୁ ଆଘାତ ପହୁଞ୍ଚାଇପାରେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ନିରୋଗ ରହିଲେ ମଧ୍ୟ ଆଖି ଲାଲ ଦେଖାଯିବ। ଚକ୍ଷୁ ରୋଗ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ନେବା ଆବଶ୍ୟକ। ତା ସହିତ ନିଜ ପିତାଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବେ। ଶିକ୍ଷାର୍ଥୀ ବା ଛାତ୍ରଛାତ୍ରୀମାନେ ରାତିରେ କମ୍ ଅଧ୍ୟୟନ କରି ବ୍ରାହ୍ମ ମୁହୂର୍ତ୍ତରେ ଅଧ୍ୟୟନରତ ହେଲେ ବିଶେଷ ସୁଫଳ ପାଇବେ। ମିଥୁନ ରାଶି ଜାତ ବ୍ୟକ୍ତି କର୍କଟ ସଂକ୍ରାନ୍ତିର ବିଶେଷ ଶୁଭଫଳ ପାଇବା ପାଇଁ କର୍କଟ ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର ପୂଜାର୍ଚ୍ଚନା କରିବା ଠିକ୍ ରହିବ। ଏହି ଦିନ ସୂର୍ଯ୍ୟନାରାୟଣଙ୍କ ପୂଜା ଆରାଧନା ପରେ ଦାନ ଦକ୍ଷିଣା ପ୍ରଦାନ କରିବା, ଜରୁରତମନ୍ଦ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ ଦେବା ଏବଂ ପ୍ରତ୍ୟହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭପ୍ରଦ ରହିବା ସଙ୍ଗେ ସଙ୍ଗେ ନିରୋଗ ଜୀବନଯାପନ କରିବାରେ ବେଶ ସହାୟକ ହେବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।